କେତେ ଟଙ୍କାର ସମ୍ପତ୍ତି ଯାଇଛି ବୋଲି ଭାବୁଛି? ଆଜ୍ଞା ସୁନା ଯାଇଛି, ଗୋଟେ ଚେନ୍ ଯାଇଛି, ଗୋଟେ ହାର ଯାଇଛି, ଆଉ ମୁଦିଟେ ଯାଇଛି, ଆଉ ଶଙ୍ଖା ହଳେ ଯାଇଛି, ଆଉ କାନ ଫୁଲ ଯାଇଛି, ଆଉ ଆମର ଇଏ ଯାଇଛି ରୂପା ଯାଇଛି। ଆଜ୍ଞା ରୂପାର କିଛି ଯାଇଛି ଏତିକି, ଆଉ ଟଙ୍କା 1.5 ଲକ୍ଷ ଆଜ୍ଞା ନେଇକି ପଳେଇଛନ୍ତି। ଏଇ ଆଜ୍ଞା ମୋ ନାଁ ଶରତ ବେହେରା, ଘର ମଙ୍ଗରାଜପୁର। ଆଜ୍ଞା କାଲି ରାତିରେ ମୁଁ ନଥିଲି, ମୋ ମାଉସୀଟିକି ଯାଇଥିଲି। ମାଉସୀଟିକି ଯାଇଥିଲି କାଲି ରାତିରେ ଆସିକି ଚୋର ପଶିକି ଆମ ଘରେ ସୁନା ରୂପା ଆଉ ଆମର ପଇସା କିଛି ଥିଲା, ସିଏ ଆମର ସବୁ ପଇସା ପତ୍ର ଚୋରି କରିକି ସବୁ ନେଇକି ପଳେଇଛନ୍ତି। ଆଉ ମୋତେ କଲ୍ କଲେ, ରାତିରେ କଲ୍ କଲା ପରେ ମୁଁ ଆସିଲି। ଭଉଣୀ ଫୋନ୍ କଲା ଯେ ଭାଇ ଘରେ ଚୋରି ହେଇଯାଇଛି, ବାହାର ପଟୁ ଲକ୍ ଦେଇକି ପଳେଇଛନ୍ତି, ଆଉ ତୁମକୁ ଜଲ୍ଦି ଆସ। ମୁଁ ସେଇଠୁ ରାତିରେ ଆସିଲି, ଆସିକି ମୁଁ ଦେଖିଲା ବେଳକୁ ଆମର ଗ୍ରିଲ୍ଟା ଭାଙ୍ଗି ଦେଇଛନ୍ତି। ସେ ଘର ଆମର ପୁରା ଯେତିକି ସବୁ ନେଇକି ପଳେଇଛନ୍ତି। ମୁଁ ଦେଖିଲି ଯେ ବାହାର ପଟରୁ ଆମର ଲକ୍ କରିଦେଇଛନ୍ତି। ଲକ୍ କରିସାରିଲା ପରେ ମୁଁ ଦେଖିଲି, ତାପରେ ଆମ ମେମ୍ବର ଯିଏ ତାଙ୍କୁ ମୁଁ ଡାକିଲି, ତାପରେ ଗାଁରୁ କେତେ ଜଣ ଆସିଲେ ତାଙ୍କୁ ଡାକିଲି, ସେ ଦେଖିଲେ। ଦେଖିକି ତାପରେ ପୋଲିସ ହେଉଛି, ପୋଲିସ ପାଖକୁ ମୁଁ ଗଲି, ଯାଇକି ତାଙ୍କୁ FIR ଦେଲି। FIR ଦେଇକି ଆସିଲା ପରେ ତାପରେ ଆମର ଆସିଲେ ସାର୍, ଆସିକି ଫାଷ୍ଟ ଆସିକି ଇନକ୍ୱାରି କରିକି ଯାଇଥିଲେ। ତାପରେ FIRଟି ମୁଁ ଦେଇନଥିଲି, ଫେଣି ଯାଇକି FIRଟି ଆମର ଦେଇକି ଆସି ସାରିଲା ପରେ ଫେଣି ସାର୍ ଆଇଲେ, ଆସିକି ଆମର କୁକୁର ଆଣିଥିଲେ। କୁକୁର ଆଣିକି ଆମର ସାର୍ ସବୁ ଆସିଥିଲେ, ଆସିକି ଚେକ୍ କରିକି ଗଲେ। ଘର ଦ୍ୱାର ଅନୁସନ୍ଧାନ ଯେତିକି ସବୁ କରିକି ଆମର ଗଲେ। ବାହାର ପଟୁ ସେପଟେ ଗଲେ, ସେପଟେ ବୁଲିକି ଆସିଲେ। ଆଉ ସାର୍ ମାନଙ୍କ କତିରେ ରିପୋର୍ଟ ଥିବ। ସାର୍ କହିଲେ ଯେ ଆମକୁ ମୁଁ ତ ରିପୋର୍ଟ ନେଇଗଲି, ରିପୋର୍ଟ ବାହାରିଲା ପରେ ତାପରେ ଆପଣଙ୍କୁ ଚୋର କେଉଁଠି ଅଛି କ'ଣ ଅଛି ଧରା ପଡ଼ିବ, ଜଣାପଡ଼ିବ, ଏହା କହିଛନ୍ତି। କେତେ ଟଙ୍କାର ସମ୍ପତ୍ତି ଯାଇଛି ବୋଲି ଭାବୁଛି? ଆଜ୍ଞା ସୁନା ଯାଇଛି, ଗୋଟେ ଚେନ୍ ଯାଇଛି, ଗୋଟେ ହାର ଯାଇଛି, ଆଉ ମୁଦିଟେ ଯାଇଛି, ଆଉ ଶଙ୍ଖା ହଳେ ଯାଇଛି, ଆଉ କାନ ଫୁଲ ଯାଇଛି, ଆଉ ଆମର ଇଏ ଯାଇଛି ରୂପା ଯାଇଛି। ଆଜ୍ଞା ରୂପାର କିଛି ଯାଇଛି ଏତିକି, ଆଉ ଟଙ୍କା 1.5 ଲକ୍ଷ ଆଜ୍ଞା ନେଇକି ପଳେଇଛନ୍ତି। ଏଇ ଯେଉଁ ଘର ଦେଖୁଛନ୍ତି, ଏ ଘର ଭାଙ୍ଗିଥିଲୁ ଆମେ। ଆଜ୍ଞା ଘର ଭାଙ୍ଗିଥିଲୁ, ପଇସା କିଛି ରଖିଥିଲୁ ଆମେ, ରଡ଼ ସିମେଣ୍ଟ ଆମେ କିଛି ଆଡ଼ଭାନ୍ସ ଦେବୁ ବୋଲି ତାଙ୍କୁ। ଆମେ ସେ ଲକରରେ ରଖିଦେଇଥିଲୁ। ପଇସାଟା ଯେତେବେଳେ ଦେଲେ ମୋତେ, ମୋ ପାଖରେ ଥିଲା, ଲକରରେ ରଖିଦେଇଥିଲୁ, ତାକୁ ଭାଙ୍ଗିକି ପୁରା ନେଇଯାଇଛନ୍ତି। ମୋ ନାଁ ସବିତା ବେହେରା, ଆମ ଘର ମଙ୍ଗରାଜପୁର। କାଲି ରାତିରେ ଆମେ ଖାଇ ପିଇକି ରାତି 10ଟା 11ଟାରେ ଶୋଇନୁ। ବାହାର ପଟରୁ ଗ୍ରିଲ୍ ମୁଁ ଡେରି କରି ଖାଇନି, ବାହାର ପଟରୁ ଗ୍ରିଲ୍ ଦେଇଥିନି।